ଯଦି କୃଷ୍ଣ ମୋର ପରମ ବ୍ରହ୍ମ ପରମ ପିତା ଭଗବାନ, ତାହେଲେ ମୋତେ ଗୋଟିଏ କଥା କୁହ, ଭଗବାନ ସମସ୍ତଙ୍କୁ ଖାଦ୍ୟ ଦିଅନ୍ତି, ଭୋକିକୁ ଅନ୍ନ ଦିଅନ୍ତି ଏବଂ ସେ ଯେହେତୁ ପରମ ବ୍ରହ୍ମ ପରମ ପିତା, ତାଙ୍କୁ ତ ଭୋକ ହୁଏ ନାହିଁ, ଶୋଷ ହୁଏ ନାହିଁ, ଏ ସବୁଥିରୁ ସିଏ ମୁକ୍ତ। ହେଲେ ମୋର କୃଷ୍ଣ ସେ ଭୋକରେ ଡହକ ବିକଳ ହୁଏ। ସେ ଗୋପୀ ଏତେ ଭୋକ ହୁଏ, ତାକୁ ଗୋପୀମାନଙ୍କର ଘରେ ପଶି ସବୁ ମାଠିଆ ଠେକିକି ଭାଙ୍ଗି ସର ଲବଣୀ ଦହି ଖାଇଦିଏ ଏବଂ ଯେତେବେଳେ ଘରକୁ ସିଏ ଆସେ ଏତେ ଡହକ ବିକଳ ହେଉଥାଏ ଯେ ଛାଟିପିଟି ହେଉଥାଏ, ମାଆକୁ ଖାଇବା ଦିଅ ବୋଲି ସେ କହୁଥାଏ। ଏବଂ ଯେତେବେଳେ ମା ଯଶୋଦା ତାକୁ ସ୍ନେହରେ ଖୁଆଇ ଦିଅନ୍ତି ସିଏ ତ ଖାଇଦିଏ। ତେଣୁ ଭଗବାନ ଖାଦ୍ୟ କେମିତି ଗ୍ରହଣ କରୁଥିଲେ ଉଦ୍ଧବ? ଯଦି ତୁମେ କହୁଛ ଯେ ମୋର କାହ୍ନା ହେଉଛି ପରମ ବ୍ରହ୍ମ ଭଗବାନ, ସେ ଖାଦ୍ୟ କେମିତି ଗ୍ରହଣ କରୁଥିଲେ, ତାଙ୍କୁ ଶୋଷ କେମିତି ହେଉଥିଲା? ଏବଂ ଯେତେବେଳେ ସିଏ ଗାଈ ଧରିକିରି ଗାଈ